ଥରେ ଭଗବାନ କୃଷ୍ଣଙ୍କ ପାଖରେ ପହଞ୍ଚୁଛନ୍ତି ନାରଦ ଏବଂ ପଚାରୁଛନ୍ତି, କହୁଛନ୍ତି ପ୍ରଭୁ ଆପଣଙ୍କର ସବୁଠାରୁ ପ୍ରିୟ ଭକ୍ତ କିଏ ଏଇ ଜଗତରେ? ଭଗବାନ କହୁଛନ୍ତି ସେ କଥା ତୁମେ ପରୀକ୍ଷା କର, ମୁଁ କହିଲେ ମୋର ଭକ୍ତମାନଙ୍କ କଥା ତ ଭଲ ହବନି, ତମେ ନିଜେ ପରୀକ୍ଷା କରିକି ଦେଖ। ତାପରେ ନାରଦ ପଚାରୁଛନ୍ତି କେମିତି ପରୀକ୍ଷା କରିବେ ଭକ୍ତମାନଙ୍କୁ? ଭକ୍ତମାନଙ୍କୁ ତ ବୁଝିବା ବଡ଼ କଷ୍ଟକର ବ୍ୟାପାର। ଭଗବାନ କହୁଛନ୍ତି ଗୋଟେ କାମ କର, ତୁମେ ଯାଅ ଏ ସଂସାର ଭିତରେ ଯେତେ ମୋର ସବୁ ଭକ୍ତମାନେ ଅଛନ୍ତି ସେମାନଙ୍କୁ ଗୋଟିଏ କଥା ପଚାରିବ, କହିବ ଭଗବାନ କୃଷ୍ଣଙ୍କର ମୁଣ୍ଡ ବଥା ହେଉଛି, ପୀଡ଼ାରେ ସେ ସହନ କରିପାରୁନାହାନ୍ତି ତାଙ୍କର ମୁଣ୍ଡ ବଥାର ପୀଡ଼ା। ଆଉ ସେ କହିଛନ୍ତି ଯେ ଯଦି ଜଣେ ଭକ୍ତର ଚରଣ ଧୂଳି ତାଙ୍କ ମଥାରେ ଲାଗିଯିବ ନା ତାହେଲେ ତାଙ୍କର ମୁଣ୍ଡ ବଥା ଭଲ ହେଇଯିବ। ଦୟାକରି ଆପଣମାନେ ଆପଣମାନଙ୍କର ଚରଣ ଧୂଳି ଟିକେ ଦିଅନ୍ତୁ କୃଷ୍ଣଙ୍କ ପାଇଁ। ଆଉ ଯେଉଁ ଭକ୍ତ ଚରଣ ଧୂଳି ଦେଲା ଜାଣିବେ ସିଏ ମୋତେ ଭଲ ପାଉଛି। ଏଥର ନାରଦ ମୁନି ବାହାରିଲେ, ପୃଥିବୀର କୋଣ ଅନୁକୋଣରେ ବୁଲିଲେ, ଅନେକ ପ୍ରକାର ଭକ୍ତମାନଙ୍କୁ ଦେଖିଲେ ଏବଂ ଯାଇକି ମାଗିଲେ ଚରଣ ଧୂଳି ଟିକେ ଦିଅ, ଭଗବାନ କୃଷ୍ଣଙ୍କର ମଥାରେ ମାରିବା, ତାଙ୍କର ମୁଣ୍ଡ ବଥା ଭଲ ହେଇଯିବ। କେହି ରାଜି ପଡ଼ିଲେନି। କହିଲେ ଆରେ ଏତେ ତପସ୍ୟା କରିକି ଏତେ ଭଜନ କରି ଯେଉଁ କୃଷ୍ଣଙ୍କୁ ଆମେ ଟିକେ ଦେଖିପାରୁନୁ, ତାଙ୍କୁ ଅନୁଭବ କରି ହେଉନି, ଏତେ କଷ୍ଟ ଯାହାକୁ ପାଇବା, ଆଉ ତାଙ୍କ ମଥାରେ ଚରଣ ଧୂଳି ଆମେ ଦେବୁ? ଏହା ହେଇପାରିବ ନାହିଁ। କେହି ବି ରାଜି ପଡ଼ିଲେ ନାହିଁ। ବୁଲି 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 ଶେଷରେ ନାରଦ ମୁନି ପହଞ୍ଚିଲେ ବୃନ୍ଦାବନରେ। କହିଲେ ଦେଖିବା, ଗୋପୀ ଗୋପାଳମାନେ ତ ଭଗବାନଙ୍କୁ ବହୁତ ଭଲ ପାଆନ୍ତି। ଭଗବାନ କୃଷ୍ଣଙ୍କର ବିରହରେ ଗୋପୀମାନେ ରୋଦନଶୀଳା, ସମସ୍ତ ମନରେ ଖେଦ ବିରହ ପୀଡ଼ାରେ। ଏବଂ ଯେତେବେଳେ ନାରଦ ମୁନିକୁ ଦେଖିଛନ୍ତି ଗୋପୀମାନେ ଚତୁଃପାର୍ଶ୍ୱରେ ବେଢ଼ି ଯାଇଛନ୍ତି, ପଚାରୁଛନ୍ତି କୃଷ୍ଣଙ୍କୁ ଦେଖିଥିଲ କି, କୃଷ୍ଣ କେମିତି ଅଛନ୍ତି, ତାଙ୍କର ଭଲ ମନ୍ଦ କଥା ପଚାରୁଛନ୍ତି। ଆଉ ନାରଦ ମୁନି କହୁଛନ୍ତି କ'ଣ କହିବି ସେ କୃଷ୍ଣଙ୍କ କଥା, କୃଷ୍ଣଙ୍କର ମୁଣ୍ଡ ବଥା, ସେ ପୀଡ଼ାରେ ପୀଡ଼ିତ। ଗୋପୀମାନେ ବ୍ୟାକୁଳ ହେଇକି କହୁଛନ୍ତି କ'ଣ କଲେ କୃଷ୍ଣଙ୍କର ମୁଣ୍ଡ ବଥା ଭଲ ହେଇଯିବ, ଆମେ କ'ଣ କରିପାରିବୁ ସେଥିପାଇଁ? ନାରଦ ମୁନି କୁହ ନା ତୁମେ ଚାହିଁଲେ ଭଲ ହେଇପାରିବ ଯଦି ତୁମେ ମାନେ ଚରଣ ଧୂଳି ଟିକେ ଦେବ। ଭକ୍ତମାନଙ୍କର ଚରଣ ଧୂଳି ଭଗବାନଙ୍କ ମଥାରେ ଲାଗିଲେ ତାଙ୍କ ମୁଣ୍ଡ ବଥା ଭଲ ହେଇଯିବ। ଗୋପୀମାନେ ତତ୍କ୍ଷଣାତ ଅନେକ ଗୁଡ଼ିଏ ଚରଣ ଧୂଳି ଏକାଠି କରିକି ତାଙ୍କୁ ଗୋଟେ କପଡ଼ାରେ ବାନ୍ଧିକି ଦେଇଥିଲେ। କହିଲେ ନିଅ ନାରଦ ମୁନି, ଆକୁ ନେଇକି ଭଗବାନଙ୍କ ମଥାରେ ବୋଳି ଦିଅ। ନାରଦ ମୁନି କହୁଛନ୍ତି ତୁମେମାନେ ଜାଣିଛ ଗୋପୀମାନେ, ଏଇ ଚରଣ ଧୂଳି ଭଗବାନଙ୍କ ମଥାରେ ଲାଗିଲେ ତୁମେମାନେ କେତେ ପାପ ଅର୍ଜନ କରିବ, ନର୍କବାସ କରିବ ତୁମେମାନେ। ଗୋପୀମାନେ କହିଲେ ସେଥିପ୍ରତି ଆମର କୌଣସି ପ୍ରକାର ଅସୁବିଧା ନାହିଁ, ଆମେ କୋଟି ଜନ୍ମ ନର୍କରେ ଭୋଗ କରିବା ପାଇଁ ଇଚ୍ଛା ଅଛି ଯଦି ଭଗବାନ କୃଷ୍ଣ ଏଥିରେ ପ୍ରସନ୍ନ ହେଇଯାଆନ୍ତି। ସେଥିପାଇଁ ଭକ୍ତ ତାଙ୍କ ଜୀବନ ପାଇଁ, ତାଙ୍କ ସୁଖ ପାଇଁ, ତାଙ୍କର ନିଜ ଲାଭ ପାଇଁ କେବେ ଚିନ୍ତା କରେ ନା, ସେ ଭଗବାନଙ୍କର ପ୍ରସନ୍ନତା ପାଇଁ ସବୁବେଳେ କାର୍ଯ୍ୟରତ ଥାଏ। ଆଉ ଏଇ ଥିଲା ଗୋପୀମାନଙ୍କର ମାନସିକତା। ସେଥିପାଇଁ ଭଗବାନ କୃଷ୍ଣ ମଧ୍ୟ ସେତିକି ଭଲ ପାଉଥିଲେ ଗୋପୀମାନଙ୍କୁ। ହରେ କୃଷ୍ଣ।